ରାଶି 2025 ମସିହା ଅଗଷ୍ଟ ମାସର ମାସିକ ରାଶି ଫଳ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଅଗଷ୍ଟ ମାସରେ ମୀନ ରାଶିର ମାସିକ ରାଶିଫଳ ବିଷୟରେ ଆଲୋଚନା କଲେ ପ୍ରଥମେ ଆର୍ଥିକ ସ୍ଥିତିକୁ ଦେଖିଲେ ଜଣାଯାଏ ମୀନ ରାଶିର ଆୟଭାବ ବା ଏକାଦଶ ଭାବର ଅଧିପତି ଶନି ପୂର୍ବ ମାସମାନଙ୍କ ପରି ମୀନ ରାଶିରେ ମାସ ସାରା ଅବସ୍ଥାନ କରିବେ। ତେଣୁ ମୀନ ରାଶିର ଆୟ ବା ଲାଭ ଏ ମାସରେ ପୂର୍ବ ମାସ ପରି ସ୍ୱାଭାବିକ ଆୟ ରହିବ, କିନ୍ତୁ ଲାଭର ପରିମାଣ ହସ୍ତଗତ ହେବା ପାଇଁ ସାମାନ୍ୟ ବିଳମ୍ବ ଦେଖାଦେଇପାରେ କିମ୍ବା ଲାଭ ଏକାଥରକେ ନ ମିଳି ରହି ମିଳିପାରେ। ମୀନ ରାଶିର ଦ୍ୱିତୀୟ ଧନ ଭାବର ଅଧିପତି ମଙ୍ଗଳ ନିଜ ଘର ମେଷ ରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରେ। ହୁଏତ କିଛି ମାତ୍ରାରେ ଅର୍ଥ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ। ଅଗଷ୍ଟ ମାସରେ ମୀନ ରାଶିର କର୍ମକ୍ଷେତ୍ର ବା କ୍ୟାରିୟର ସମ୍ପର୍କରେ ଦୃଷ୍ଟି ପ୍ରଦାନ କଲେ ଜଣାଯାଏ ଯେ ମୀନ ରାଶିର ଦଶମ ଭାବ କର୍ମ ଭାବର ଅଧିପତି ବୃହସ୍ପତି ମିଥୁନ ରାଶିରେ ରହି ନିଜ ଘର ଧନୁ ରାଶି ଉପରକୁ ଦୃଷ୍ଟି ପ୍ରଦାନ କରୁଥିବାରୁ କର୍ମକ୍ଷେତ୍ରରେ କୌଣସି ପ୍ରକାର ନକାରାତ୍ମକ ପ୍ରଭାବ ସୃଷ୍ଟି ହେବ ନାହିଁ। ପରିଶ୍ରମ ଅନୁଯାୟୀ ଫଳ ପାଇବାକୁ ସମର୍ଥ ହେବେ, କିନ୍ତୁ ଶନିଙ୍କ ଦୃଷ୍ଟି ଦଶମ ସ୍ଥାନ ଉପରେ ରହୁଥିବାରୁ କର୍ମଫଳ ପାଇବାରେ ସାମାନ୍ୟ ବିଳମ୍ବ ଘଟିପାରେ। ପୁନଶ୍ଚ ମୀନ ରାଶିର ନବମ ଭାଗ୍ୟ ଭାବର ଅଧିପତି ମଙ୍ଗଳଙ୍କର ଦୃଷ୍ଟି ଦଶମ ସ୍ଥାନ ଉପରେ ରହିଥିବାରୁ ନିଜ କର୍ମ ଦ୍ୱାରା ନିଜ ଭାଗ୍ୟୋନ୍ନତିର ରାସ୍ତା ଆପଣ ଖୋଲିପାରିବେ। ଚାକିରି କରୁଥିଲେ କର୍ମକ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ଆସିବ। ଅଗଷ୍ଟ ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କଲେ ଚାକିରି କ୍ଷେତ୍ରରେ ପ୍ରଶାସନିକ କ୍ଷମତା ହାସଲ କରିବେ। ପ୍ରମୋଶନ ପାଇବାର ସମ୍ଭାବନା ରହିଅଛି। କର୍ମକ୍ଷେତ୍ରରେ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ପରାଜିତ ହେବେ। ନୂତନ କର୍ମ ଅନ୍ୱେଷଣରେ ରହିଥିବା ମୀନ ରାଶି ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ମାସଟି ବେଶ୍ ପ୍ରଶସ୍ତ ରହିଛି। ବାଣିଜ୍ୟ ବେପାର କରୁଥିବା ମୀନ ରାଶି ଜାତ ବ୍ୟକ୍ତି ଅଗଷ୍ଟ ମାସରେ ବେପାର କ୍ଷେତ୍ରରେ କୌଣସି ରିସ୍କ ନେବା ଠିକ୍ ହେବ ନାହିଁ। ନୂଆ ପ୍ରକାରର ବାଣିଜ୍ୟ କରିବା ପାଇଁ ଚିନ୍ତା କରୁଥିଲେ ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ ହେବ। ବ୍ୟବସାୟରେ ରହିଥିବା ସହଯୋଗୀ କିମ୍ବା ମିତ୍ରମାନଙ୍କ କଥାରେ ଭାସିଯାଇ ବ୍ୟବସାୟ ସ୍ଥଳରେ ବଡ଼ ଧରଣର ପୁଞ୍ଜି ନିବେଶ ନ କରିବା ଠିକ୍ ହେବ। ଅଗଷ୍ଟ ମାସରେ ମୀନ ରାଶି ଜାତକଙ୍କର ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ଏ ମାସରେ ମୀନ ରାଶିର ପଞ୍ଚମ ଭାବ କର୍କଟ ରାଶିରେ ବୁଧ ମହାଗ୍ରହ ଅବସ୍ଥାନ କରୁଥିବାରୁ ପ୍ରେମୀ ଯୁଗଳ ପରସ୍ପର ମଧ୍ୟରେ କଥାବାର୍ତ୍ତା ଛଳରେ ଅଯଥା ଯୁକ୍ତି ତର୍କରେ ମାତି ଯାଇପାରନ୍ତି। କେବଳ ନିଜର ବିଦ୍ବତ୍ତା ଦେଖାଇବାକୁ ଯାଇ ନିଜ କର୍କଶ କଥା ଦ୍ୱାରା ପାର୍ଟନରଙ୍କ ମନରେ କଷ୍ଟ ଦେଇପାରନ୍ତି ବା ଆଘାତ ପହୁଞ୍ଚାଇବାର ସମ୍ଭାବନା ରହିଅଛି। ଏହାଛଡ଼ା ଅଗଷ୍ଟ ମାସର ପ୍ରଥମାର୍ଦ୍ଧରେ ବୁଧ ସୂର୍ଯ୍ୟଯୁକ୍ତ ହେବା ଦ୍ୱାରା ନିଜ ଭିତରେ ଅହଂଭାବର ପରିପ୍ରକାଶ ଘଟିପାରେ। ତେଣୁ
ଏହି ଦିଗ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ ହେବ। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ କର୍କଟ ରାଶି ପରିତ୍ୟାଗ କରି ସିଂହ ରାଶିରେ ପ୍ରବେଶ କଲେ ସମ୍ପର୍କରେ ସୁଧାର ଆସିବାର ସମ୍ଭାବନା ରହିଅଛି। ଅଗଷ୍ଟ ମାସରେ ମୀନ ରାଶି ଜାତ ଅବିବାହିତ ଓ ପୁଅ ଓ ଝିଅମାନଙ୍କ ପାଇଁ ସେପରି କିଛି ଖାସ୍ ଖବର ନାହିଁ। ଗତାନୁଗତିକ ଢଙ୍ଗରେ ବିବାହ ପ୍ରସ୍ତାବ ସମ୍ପର୍କରେ କେବଳ ଆଲୋଚନା ହେବ ସିନା, କିନ୍ତୁ କିଛି ସକାରାତ୍ମକ ନିର୍ଣ୍ଣୟ ମିଳିପାରିବ ନାହିଁ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅଗଷ୍ଟ ମାସଟି ମୀନ ରାଶି ପାଇଁ ସେପରି କିଛି ଖାସ୍ ରହିବ ନାହିଁ। ପାରିବାରିକ ବନ୍ଧୁ ଓ ପରିଜନ ନିଜ ନିଜ ସ୍ୱାର୍ଥ ସାଧନରେ ବ୍ୟସ୍ତ ରହିପାରନ୍ତି। ବିଶେଷତଃ ମାମୁଁ ଘର ସମ୍ପର୍କିତ ବ୍ୟକ୍ତିଙ୍କ ସହିତ ମତଭେଦର ସୂଚନା ମିଳେ। ମୀନ ରାଶିର କୁଟୁମ୍ବ ସ୍ଥାନର ଅଧିପତି ମଙ୍ଗଳ ସପ୍ତମ ସ୍ଥାନରେ ରହିଥିବାରୁ ଉଗ୍ର ଦାମ୍ପତ୍ୟ ଭାବର ସୂଚନା ପ୍ରଦାନ କରେ। ଦାମ୍ପତ୍ୟ କଳହ ଘଟି ପାରିବାରିକ ଶାନ୍ତିଭଙ୍ଗ ହେବାର ଆଶଙ୍କା ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଅଗଷ୍ଟ ମାସ ମୀନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ମଧ୍ୟମ ଧରଣର ରହିବ। ଏ ମାସରେ ମୀନ ରାଶିରେ ଅବସ୍ଥାନ କରିଥିବା ଶନି ଏବଂ ଶନିଙ୍କ ଉପରେ ମଙ୍ଗଳଙ୍କ ଦୃଷ୍ଟି ମୀନ ରାଶି ଜାତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିପାରେ। ମୀନ ରାଶିସ୍ଥ ଶନି ଶରୀରରେ ବାୟୁ ବିକାର ସହିତ ଡାଇବେଟିକ୍ ବା ବହୁମୂତ୍ର ରୋଗ ପ୍ରଦାନ କରିବାର ସମ୍ଭାବନା ରହିଥିବା ବେଳେ ମଙ୍ଗଳଙ୍କ ପ୍ରଭାବରୁ ଶରୀରରେ ଘା, ବ୍ରଣ ଓ ଫୋଟକା ତଥା ବ୍ଲଡ଼ ପ୍ରେସର ଭଳି ସମସ୍ୟା ପ୍ରଦାନ କରିବାର ସମ୍ଭାବନା ରହିଅଛି। ଅଗଷ୍ଟ ମାସର ମଧ୍ୟଭାଗରେ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ନିଜ ରାଶି ସିଂହ ରାଶିରେ ପ୍ରବେଶ କଲେ ଏସବୁ ରୋଗରୁ ଉପଶମ ମିଳିପାରିବ। ଏ ତ ଗଲା ମୋଟାମୋଟି ଭାବେ ମୀନ ରାଶି ପାଇଁ ଅଗଷ୍ଟ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ବାମନ ପୁରାଣ ପାଠ କଲେ ବିଶେଷ ସୁଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମୀନ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।